ଆଜି ବନେଇବା ଆମେ ଦହି ବାଇଗଣ। ତ ଦହି ବାଇଗଣ ବନେଇବାକୁ ହେଲେ ଆମକୁ ବାଇଗଣକୁ ଏମିତି 4 ଫାଳ କରି କାଟିବାକୁ ପଡ଼ିବ। ବାଇଗଣକୁ ଏମିତି କାଟି ତାକୁ ଗୋଟେ ପାଣିରେ ଧୋଇଦେବେ। ଆଉ ପାଣିରେ ଧୋଇ ସାରିଲା ପରେ ତାକୁ ହଳଦୀ ଗୁଣ୍ଡ କିଛି ଲୁଣ ଦେଇ ଏମିତି ଗୋଳେଇ ଦେବେ। ତ ତାକୁ ଏମିତି ଗୋଳେଇ ସାରିଲା ପରେ ତାକୁ ଗରମ ତେଲରେ ପକାଇ ଫ୍ରାଏ କରିଦେବେ। ଫ୍ରାଏ କରିଲା ପରେ ତାକୁ ଗୋଟେ ଢାଙ୍କୁଣୀ ମାରି ଢାଙ୍କୁଣୀରେ ଘୋଡ଼େଇ ଦେବେ। ତାକୁ କିଛି ସମୟ ପରେ ବାହାର କରିବେ। ପୁଣି ତାକୁ ଗୋଟେ ଅଲଗା ଥାଳିରେ ବାହାର କରିଦେବେ। ଆଉ ତାପରେ ଦହିକୁ କାଢ଼ି ଆଣି ତାରେ କିଛି ଲୁଣ ପକାଇ ଗୋଳେଇ ଦେବେ। ତ ତାପରେ କଡ଼େଇରେ ତେଲ ଗରମ କରି ତାର ମେଥି ପାନମହୁରି ପକାଇଦେବେ। ଆଉ ତାପରେ କିଛି କଞ୍ଚା ଲଙ୍କା ଆଉ ଶୁଖିଲା ଲଙ୍କା ଆଉ ଭୃସଙ୍ଗ ପତ୍ର ପକାଇ ତାକୁ ଏମିତି ଗୋଳେଇ ଦେବେ। ତାକୁ ଗୋଳେଇ ସାରିଲା ପରେ ଆଉ ତାକୁ ପୁଣି ଦହିରେ ପକାଇ ଦେବେ। ଏମିତି ଦହିରେ ପକାଇ ସାରିଲା ପରେ ତାକୁ ପୁଣି ଗୋଳେଇ ଦେବେ। ଏମିତି ଗୋଳେଇ ସାରିଲା ପରେ ପୁଣି ଆମର ଯେଉଁ ଫ୍ରାଏ କରିଥିବା ବାଇଗଣକୁ ସେଥିରେ ଆଣି ପକାଇ ଦେଇକି ପୁଣି ଥରେ ଗୋଳେଇ ଦେବେ। ଆମର ଗରମା ଗରମ ଦହି ବାଇଗଣ ରେଡ଼ି ହୋଇସାରିଲାଣି। ତ ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ, ଅଲ୍ ଉପରେ କ୍ଲିକ୍ କରିକି ରଖନ୍ତୁ।